ଭାଇ ଜଣେ ବ୍ୟକ୍ତି ବଞ୍ଚିଥିବା ସମୟରେ ତାଙ୍କର ମୂଲ୍ୟ ବୁଝିବା ପାଇଁ ଚେଷ୍ଟା କର। କାହିଁକି ନା ଯେତେବେଳେ ଜଣେ ବ୍ୟକ୍ତି ଏହି ଦୁନିଆ ଛାଡିକି ଚାଲିଯାଏ ଆଉ ସେ କେବେ ବି ଆମ ପାଖକୁ ଫେରେନି ଭାଇ। ଯେପରି ଆଜି ଆମେ ସମସ୍ତେ ଆମମାନଙ୍କର ଭାଇ ହ୍ୟୁମାନ ସାଗର, ଯିଏକି ଖ୍ରୀଷ୍ଟିଆନ ସମାଜର ଗୌରବ, ଯିଏକି ଫିଲ୍ମ ଇଣ୍ଡଷ୍ଟ୍ରିର ଗୌରବ, ପୁଣି ସାରା ଓଡିଶା ବାସୀ ମାନଙ୍କ ପାଇଁ ଗୌରବ ଥିଲେ। ସେଇ ଦୁନିଆରେ ଥିଲାବେଳେ ବହୁତ ଲୋକମାନେ ତାଙ୍କୁ ମଜାକ କରୁଥିଲେ, ବହୁତ ଲୋକମାନେ ତାକୁ ଟ୍ରୋଲ କରୁଥିଲେ, ସୋସିଆଲ ମିଡିଆରେ ତାକୁ ବହୁତ ମଜାକ କରୁଥିଲେ ଭାଇ। କିନ୍ତୁ ଆଜି ଆମେ ପ୍ରକୃତରେ ଜାଣିପାରୁଛୁ କି ସେ ହ୍ୟୁମାନ ସାଗର କିପରି ବ୍ୟକ୍ତି ଥିଲେ, ପୁଣି କିପରି ଆମମାନଙ୍କ ପାଇଁ ମୂଲ୍ୟବାନ ଥିଲେ। ତ ଭାଇ ମାନେ ସେ ହ୍ୟୁମାନ ସାଗର ହେଉ କି ଆପଣଙ୍କର ପରିଜନ ହଉ କି ଆପଣଙ୍କ ରିଲେଟିଭ ହଉ, ଭାଇ ବଞ୍ଚିଥିଲା ବେଳେ ସମସ୍ତଙ୍କର ମୂଲ୍ୟକୁ ବୁଝିବା ପାଇଁ ଚେଷ୍ଟା କର। ପୁଣି ଶେଷରେ ମୁଁ ଗୋଟିଏ କଥା କହିବା ପାଇଁ ଚାହେଁ କି ଯେତେ ବି ଆମ୍ଭେମାନେ ଏଇ ଜେନେରେସନର ଲୋକମାନେ ଅଛୁ, ଆଉ ବଞ୍ଚିଥିବା ପର୍ଯ୍ୟନ୍ତ ହ୍ୟୁମାନ ସାଗର ଭାଇଙ୍କର ସ୍ମୃତିକୁ ପ୍ରତ୍ୟେକ ଲୋକମାନଙ୍କଠାରେ ଜଣେଇବା ପାଇଁ ଚେଷ୍ଟା କରିବା।